ঘরে যদি ক্ষীর খাইব সঙ্গে দিব ভাই সঙ্গে থিব গাই গাই ঘরে থিব গাই গাই দাঁড়ে যদি কଳି করিব সঙ্গে থিব ভাই ভাই ସବୁବେଳେ ବିପଦରୁ ଉଦ୍ଧାର କରିବ ନା ନିଜଟା ନିଜର ନା ଆଜିକାଲି କୋଉ ଭାଇ କିଏ ଗାଁର ଆଉ ସେତେ ଭାଇ ସେତେ ଘର ହେଇଯାଉଛି ଆଲୋଚନା କରିବା ପାଇଁ ସମୟ ନାହିଁ କେବଳ ଫମ୍ପା ଗପଟାକୁ କହୁଛି ଆପଣଙ୍କ ପାଖରେ ତେଣୁ ବିଭୀଷଣ କହିଲା ମତେ ମୋ ଭାଇ ମନା କରିଛି ନା କାହିଁକି ନା ମୋର ଅନେକ ଦୋଷ ତ୍ରୁଟି ସେ ଧରିଛି ନା କଣ ଦୋଷ ତ୍ରୁଟି ଧରିଛି କଥାଟା କୁଆଡେ ଭୁଲିକି ଯାଉଛି ଦେଖ କଣ ଦୋଷ ତ୍ରୁଟି ଧରିଛି ନା ଯେତେବେଳେ ହନୁ ଲଙ୍କାପୁରଟାକୁ ଜାଳି ପୋଡି ଛାରଖାର କରିଦେଲା ହନୁ ଯେତେବେଳେ ଲଙ୍କାପୁରଟାକୁ ଜାଳି ପୋଡି ଛାରଖାର କରିଦେଲା ରାବଣ ତା ପରଦିନ ସକାଳୁ ଆସିଛି ପରିଭ୍ରମଣ କରିବାକୁ ବୁଲିକି ପରିଦର୍ଶନ କରୁଛି ଦେଖିଲା ଲଙ୍କାପୁରଟା ଜଳି ପୋଡି ଛାରଖାର ହେଇଗଲା ବେଳେ ଇଏ ବିଭୀଷଣ ପୁରଟା ଜମା ପଡିନି ଖାଲି ସେତିକି ନୁହଁ ବିଭୀଷଣ ପୁରକୁ ଯାଇକି କାନ ଡେରି ଟିକେ ଶୁଣିଲା ଲଙ୍କାପୁରରେ ମାଲ ଗୋଟିଏ ନାମ ମନା ଲଙ୍କାପୁରରେ ଗୋଟିଏ ନାମ ମାତ୍ର ମନା ସେ ନାମଟାକୁ କେହି ଗାଇବେନି କିନ୍ତୁ ବିଭୀଷଣ ଦୁଆରେ ରହି ଯେତେବେଳେ କାନ ଡେରି ଶୁଣୁଛନ୍ତି କିଏ ସେ ନା ରାବଣ ସେ ନାମଟା ବିଭୀଷଣ ଦୁଆରୁ ବାହାରୁଛି ରାଗିଗଲା ରାବଣ ଡାକିଲା ବିଭୀଷଣ 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 ସତ କହ ବିଭୀଷଣ ତୁ ସବୁବେଳେ ମତେ ବେଇମାନି କରୁନୁ ତ ନାଇଁ ଭାଇ ଯଦି ନାହିଁ କରୁଛୁ ବିଭୀଷଣ ଇଏ ଲଙ୍କାପୁରଟା ଜଳି ପୋଡି ପାଉଁଶ ହେଇଗଲା ବେଳେ ଖାରଖାର ହେଇଗଲା ବେଳେ ପୁରର ଲେସେ ମାତ୍ର କ୍ଷତି ହେଇନି ଯେ ହାତକୁ ଯୋଡି ଦେଇ ଆଣ୍ଠେଇ ପଡିଲା ବିଭୀଷଣ ଡାକିଲା ମନ ମଧ୍ୟରେ ପ୍ରଭୁ ରାମଚନ୍ଦ୍ର ହେଲା ଭାବ ବିନୋଦିଆ ଏ ଠାକୁର ତୁମ ଠାକୁର ଏ ବିପଦରୁ ମତେ ରକ୍ଷା କରିବ କିଏ ସେ ତା ଚନ୍ଦ୍ରହାସ ଖଡ୍ଗରେ କେତେବେଳେ କଣ ଯେ ସିଏ କରିପାରେ ତାର ଠିକଣା ନାହିଁ ଯେତେବେଳେ ରାମକୁ ଡାକିଛି କିଏ ସେ ବିଭୀଷଣ ଅନ୍ତର୍ଯାମୀ ଠାକୁର ସବୁ କଥା ଶୁଣିଲେ ଟିକେ ଉପାୟ ଆସିଲା ବିଭୀଷଣ ମୁଖରେ କହିଲା ଭାଇ ଏ ଲଙ୍କାପୁରଟା ଜଳି ପୋଡି ଛାରଖାର ହେଇଗଲା ବେଳେ ମୋ ପୁରଟା କାହିଁ ପଡିନି ଏଇଟା ତମ ମନରେ ପ୍ରଶ୍ନ ଉଠି ମାରୁଛି ନା ଲଙ୍କାପୁରଟା ପଡିବା ପାଇଁ କାରଣ ସମସ୍ତେ ନା ହନୁ ଲାଞ୍ଜରେ କନା ଘୁରେଇବା ପାଇଁ ହନୁର ଲାଞ୍ଜରେ କନା ଘୁରେଇବା ପାଇଁ ସମସ୍ତେ କିଛି କିଛି କନା ଦେଇଛନ୍ତି କିନ୍ତୁ ଯେହେତୁ ମୋ ପୁରକୁ କେହି ମାଗିବା ପାଇଁ ଆସିନାହାନ୍ତି ମତେ ତ ମାଗି ନାହାନ୍ତି ମୁଁ ଦେବି କାହିଁ ତେଣୁ ସେଇଥିପାଇଁ ଗୋଟେ ହନୁ ମୋ ପୁରଟାକୁ ଛାଡି ଦେଇଛି ରାବଣ ତ ଭାରି ଚତୁରୀ ସବୁ କଥା ଜାଣେ ରାବଣ କହିଲା ଇଏ ଠକିଲା ମତେ ମିଛ କହିଲା ମିଛ କହୁ ପଛେ ଗୋଟେ ପ୍ରକାର ସତ୍ୟ ହେଇପାରେ ଆଚ୍ଛା ବିଭୀଷଣ ଏଇଥରୁ ସିନା ବଞ୍ଚିଗଲୁ